ଆଜି ମୁଁ ତିଆରି କରିବି ଦଳା ଖେଚୁଡ଼ି ଆଉ ରାମରୁଚକ। ଦଳା ଖେଚୁଡ଼ି ପାଇଁ ଏଠି ମୁଁ ନେଇଛି କ୍ଷୀର ରାଇସ୍, ଯେଉଁଟାକି ଗୋପାଳ ଭୋଗ ଚାଉଳ କୁହନ୍ତି, ଆଉ ମୁଗ ଡାଲି, ଗ୍ରୀନ୍ ମୁଗ ଡାଲି ଚୋପାବାଲା, ତାକୁ ସମାନ ଭାବରେ ନେଇଛି। ଯେମିତି ଗୋଟେ କପ୍ ଚାଉଳ ଆଉ ଗୋଟେ କପ୍ ମୁଗ ଡାଲି, ତାକୁ ଭଲ ଭାବରେ ଧୋଇକି ଛାଣିକି ରଖିଦେଇଛି। ଆଉ ଏଠି ଖୋଲା ମୁହଁ ବାଲା ଜାଗାରେ କିଛି ଗୋଟା ଗରମ ମସଲା ଘିଅରେ ଭାଜି ଦେଇଛି। ଯେମିତି ତେଜପତ୍ର ଆଉ ବଡ଼ ଇଲାଇଚି ଆଉ ଡାଲଚିନି, ଲବଙ୍ଗ ଏଇସବୁ ନେଇକି କିଛି ସେକେଣ୍ଡ ଭାଜି ଦେଲା ପରେ ଚାଉଳ ଆଉ ଡାଲିକୁ ରଖିଥିଲି, ତାକୁ ବି ଟିକେ ପକେଇକି ଭାଜି ଦେଲା ପରେ ହଳଦୀ ଲୁଣ ପକେଇକି, ଯେତିକି ମୁଁ ଡାଲି ଆଉ ଚାଉଳ ମିଶେଇକି ନେଇଥିଲି ଏଇ ବାଉଲରେ, ଫୁଲ୍ ବାଉଲରୁ ଟିକେ କମ୍ ଥିଲା, ତ ଏଠି ମୁଁ ପୁରା ଫୁଲ୍ ବାଉଲ୍ ପାଣି ଦେଇକି ତାକୁ ଢାଙ୍କିକି ରଖିଦେବି, ଯେମିତିକି ପୁରା ଫୁଟିଯିବ। ଫୁଟିଗଲା ପରେ ତାକୁ ସିମ୍ ଆଞ୍ଚରେ 10 ମିନିଟ୍ ପାଖାପାଖି 15 ମିନିଟ୍ ପାଖାପାଖି ରଖିଦେବା। ସେଇ ସିମ୍ ଆଞ୍ଚରେ ଲୋ ଫ୍ଲେମ୍ରେ ସେ ଭଲ ଭାବରେ ପୁରା ସିଝିଯିବ। ଏପ୍ରିଲ ମାସଟାକୁ ଭାରତରେ ଆମର ନୂଆ ବର୍ଷ ଭାବେ ପାଳନ କରାଯାଏ ଆଉ ବିଭିନ୍ନ ରାଜ୍ୟରେ ବିଭିନ୍ନ ନାମରେ ପାଳନ କରାଯାଏ। ଯେମିତିକି ଓଡ଼ିଶାରେ ମହାବିଷୁବ ପଣା ସଂକ୍ରାନ୍ତି, ଆଉ ଏଇ ଦିନ ଘରେ ଘରେ ବିଭିନ୍ନ ପ୍ରକାର ବିନା ପିଆଜ ରସୁଣରେ ରୋଷେଇ ହୁଏ। ଛତୁଆ ପଣା ସବୁ ଭୋଗ ଲାଗେ। ଏଠି ଦେଖନ୍ତୁ, ଏଠି ଦଳା ଖେଚୁଡ଼ି ବି ଆମର ପୁରାପୁରି ଭଲ ଭାବରେ ହେଇଛି। ଆଜି ପଣା ସଂକ୍ରାନ୍ତି ପାଇଁ ଘରେ ଘରେ ଏମିତି ବିନା ପିଆଜ ରସୁଣରେ ବିଭିନ୍ନ ପ୍ରକାର ରୋଷେଇ ହୁଏ। ଏଠି ଦଳା ଖେଚୁଡ଼ି ଦେଖନ୍ତୁ ପୁରା 15 ମିନିଟ୍ ପରେ ବଢ଼ିଆ ଭାବରେ ସିଝିଯାଇଛି। ଆଉ ତାକୁ ଢାଙ୍କିକି ଆମେ ରଖିଦେବା। ଯେଉଁ ବାକି ଯାହା ସିଝିବା କଥା ସେମିତି ତାର ଗରମ ବାଷ୍ପରେ ସିଝିଯିବ। ଆଉ ଏଠି ରାମରୁଚକ ତିଆରି କରିବା, ତା ପାଇଁ ମୁଁ ଏଠି ଗ୍ରୀନ୍ ମୁଗ ଡାଲିକୁ ଧୋଇକି ଭଲ ଭାବରେ 2-3 ଘଣ୍ଟା ପାଇଁ ବତୁରେଇ ଦେଇଥିଲି। ଆଉ ଚୋପା ସହିତ ତାକୁ ଏମିତି ପେଷ୍ଟ କରିଦେଇଛି। ଆଉ ସେଠି ଲୁଣ, ଗୋଟା ଜିରା ପକେଇକି ଆଉ କିଛି ଖାଇବା ସୋଡ଼ା ଗୋଟେ ପିଞ୍ଚ୍ ପକେଇକି ତାକୁ ଭଲ ଭାବରେ ଫେଣ୍ଟି ଦେଇକି ଏଠି ବଡ଼ା ତିଆରି କରିବି। ବଡ଼ା ତିଆରି କରିବା ପାଇଁ ଏଠି ମୁଁ ରିଫାଇନ୍ ଅଏଲ୍ ଦେଇଛି। ରିଫାଇନ୍ ଅଏଲ୍ରେ ଏମିତି ବଡ଼ାକୁ ଛୋଟ ଛୋଟ କରି ପୁରା ଭଲ ଭାବରେ ଫ୍ରାଏ କରିଦେବି। ଫ୍ରାଏ କଲା ପରେ ତା ପାଇଁ ଯେଉଁ ମସଲା ତିଆରି ହେବ, ମସଲା ପାଇଁ ମୁଁ ଏଠି ନେଇଛି ଜିରା, ଗୋଟା ଜିରା, ଗୋଲମରିଚ, ଅଦା। ତାକୁ ମୁଁ ଭଲ ଭାବରେ ଗୋଟେ ପେଷ୍ଟ ତିଆରି କରିବି। ଆଉ ଏଠି ତରକାରୀରେ ପକାଇବା ପାଇଁ 2ଟା ଟମାଟରର ଗୋଟେ ପେଷ୍ଟ ତିଆରି କରିକି ରଖିଦେବି। ଏଠି ବଡ଼ା ବଢ଼ିଆ ସେ ଭାଜି ହେଇଛି। ଆଉ ଏକୁ ଚୋପା ସହ ବାଟିକି ଏମିତି ବଡ଼ା ତିଆରି କରାଯାଏ। ଆଉ ଏଠି ମସଲା ପେଷ୍ଟ ବି ଆମର ରେଡ଼ି ହେଇଛି, ଟମାଟୋ ବି ପେଷ୍ଟ ରେଡ଼ି ହେଇଛି। ଆଳୁ 2ଟାକୁ ମୁଁ ଏମିତି ବଏଲ୍ କରିକି ରଖିଥିଲି ଚୋପା ସହିତ, ତାକୁ ବି ଏମିତି କଟ୍ କରିଦେବା ପିସେସ୍ କରିକି। ଆଉ ଗୋଟେ ବାଇଗଣ ନେଇଛି। ବର୍ତ୍ତମାନ ଆମେ ମସଲାକୁ ବଘାରିବା ପାଇଁ, ଏ ମସଲାକୁ ବେଶୀ ସମୟ ଭାଜିବା ଦରକାର ପଡ଼ିବନି, ଏକୁ କେବଳ ବଘାରିବା 1 ମିନିଟ୍ ପାଇଁ। ଏଠି ମୁଁ ରିଫାଇନ୍ ତେଲକୁ ନେଇଛି, ସେ ଯେଉଁ ବଡ଼ା ଭାଜିଥିଲି ସେଇଠୁ 2 ଚାମଚ ରିଫାଇନ୍ ତେଲରେ ପଞ୍ଚଫୁଟଣ, ଗୋଟା ଜିରା, ଶୁଖିଲା ଲଙ୍କା, ତେଜପତ୍ର ଆଉ କିଛି ଗୋଟା ଗରମ ମସଲା ଯେମିତିକି କଳା ଇଲାଇଚି, ବଡ଼ ଇଲାଇଚି ଆଉ ଡାଲଚିନି, ତେଜପତ୍ର ଏସବୁକୁ ଭାଜିକି ସେଠି ଯେଉଁ ବଟା ମସଲା ଆମେ ରଖିଥିଲେ ଜିରା, ଅଦା ଆଉ ଗୋଲମରିଚ ବଟା, ତାକୁ ଏଠି ଏଡ଼୍ କରିଦେଇଛି। ଇଏ ହେଲା ମସଲାକୁ ବଘାରିବା ପାଇଁ ମୁଁ ସବୁ ଗରମ ମସଲା ଯେଉଁ ପକେଇଥିଲି। ତାପରେ ଏଠି ମସଲା ଆମର ବଘରା ହେଇଗଲା। ଏଠି ମୁଁ ଯେଉଁ ବାଇଗଣକୁ କାଟିକି ରଖିଥିଲି ତାକୁ ବି ଏଠି ଏଡ଼୍ କରିଦେଇଛି। ଆଳୁ, ବାଇଗଣ ସବୁ ଲୁଣ ପକେଇକି କିଛି ସମୟ ଢାଙ୍କୁଣି ଦେଇକି ସବୁ କଷି ହେଇଗଲା ପରେ ଏଠି ବାଇଗଣ ବି ସିଝିଗଲାଣି। ବର୍ତ୍ତମାନ ଟମାଟୋକୁ ଯେଉଁ ପେଷ୍ଟ କରିକି ରଖିଥିଲି ତାକୁ ଏଡ଼୍ କରିଦେଇଛି। ଆଉ ଲୁଣ ପକେଇକି ଏକୁ ବି ମିଡ଼ିୟମ୍ ଆଞ୍ଚରେ
मीडियम फ्लेम रे ढांकी किछि समय रखिदेवा जमती टमाटो पेस्ट सबू भल भाव कषि हो मसला सह। एटी किछि समय गला परे मसला पूरा बढ़िया से कषि बर्तमान पानी ऐड कर दीची। जो तरकारी हम एक झोल झोल हम से पानी ऐड कर दीची। पानी फुटी गला परे लूण पकेकी पानी आमर झोल फुटी गला परे एटी बड़ा को जो छांकी रखती ताकू पकई देकी 10 मिनिट पूरा हाई फ्लेम रे तेरे फुटिबो तापरे ताकू सीम आंचरे रखिदेवा जमती बड़ा गुड़ा भल भाव मसला भेदी जीवो आ फ्लपी हो सब बड़ा तरकारी हमर हो गला परे ऊपरे छुंक पकेया ये गोटे चामच घी रे फुटण आ जीरा पकईकी लंका गुंड देकी ऊपरू छुंक दे दीची। तापरे किछि धनिया पत्र पकईकी राखी देला परे हमर रेडी हो गला एटी दला खिचड़ी आ रामरुचक तरकारी।